समालयं मुहुरहो रसिका भुवि भावुकाः। चतुर्थ स्कंध त्रयोविंशाध्याय। शुणी विदुर कृतकृत नमे मैत्रेय पादगत भौमुनि करिबा निस्तार कह संशय जाऊ दूर पृथुकी कले अंतरे वैकुंठ गले कि प्रकारे विदुर तहु एहा शुणी कहे मैत्रेय मने गुणी। मैत्रेय उवाच शुण विदुर शुद्ध चित्ते राजार किछि काल अन्ते वृद्ध शरीर ग्रासे काल
ଶିକ୍ଷାରେ ତପ କଲେ ବିଷୟ କର୍ମ ବିନାଶିଲେ ନିରତେ ପ୍ରାଣାୟାମ କରି ଇନ୍ଦ୍ରିୟ ବିଷୟ ସଂହରି ଛାଡ଼ିଲେ ଅଶେଷ ବନ୍ଧନ ଯେ କିଛି ବାସନାଦି ମାନ ନିଶ୍ଚଳ ଚିତ୍ତେ ନୃପବର ଯୋଗ ସାଧନେ ନିଷ୍ଠାପର ଯେ ଜ୍ଞାନ ବ୍ରହ୍ମାଙ୍କ କୁମର କହି ଯେ ଥିଲେ ଯୋଗ ସାର ସେ ଯୋଗେ ଗୋବିନ୍ଦ ଚରଣ ନିତ୍ୟ ଆରାଧି ନୃପରାଣ ଶ୍ରଦ୍ଧା ଭକ୍ତି ଦୃଢ଼ ଚିତ୍ତେ ଭକ୍ତି ଜନ୍ମିଲା ହୃଦଗତେ ଆନନ୍ଦେ ପ୍ରେମାଙ୍ଗ ଭଗତି ଶ୍ରୀକୃଷ୍ଣେ କଲେ ମହିପତି ସେ ହରି ଭଜନ ପ୍ରବଳ ହୋଇଲା ମନ ସୁନିଶ୍ଚଳ ନିର୍ମଳ ମନ ପ୍ରକାଶିଲା ବୈରାଗ୍ୟ ଜ୍ଞାନ ଉପୁଜିଲା ସେ ଜ୍ଞାନ ତୀକ୍ଷ୍ମ ଶସ୍ତ୍ରେ ରାଏ ଛେଦିଲେ ହୃଦୟ ସଂଶୟ ଯେ କର୍ମ ଗ୍ରନ୍ଥି ଜୀବକୋଷ ଜ୍ଞାନ ଖଡ଼ଗେ କଲେ ନାଶ ଦେହରେ ଆତ୍ମବୁଦ୍ଧି ଯେହି ତକ୍ଷଣେ ଦୂରେ ଗଲା ସେହି ତେଣୁ ପାଇଲେ ଆତ୍ମଗତି ନିରହଙ୍କାର ହେଲା ମତି ଏ ସର୍ବ ଯେ ଜ୍ଞାନେ ବିନାଶ ତାପରି ହରି ନୃପ ଈଶ ଯାବତ ହରିଙ୍କ ଭଜନ ନୋହିଛି ତାବତ ସାଧନ ଯେବେ ଶ୍ରୀକୃଷ୍ଣ ଭାବେ ରତି ଶୁଦ୍ଧ ହୋଇବ ତେବେ ମତି ଭଜନ ରସେ ମତ୍ତ ହୋଇ ନ ପଡ଼େ ଶୋକ ମାୟା ମୋହେ ଏ ରୂପେ କଲେ ସେ ରାଜନ ଆତ୍ମାରେ ଆତ୍ମାକୁ ଯୋଜନ ସେ ଯୋଗୀ ଯୋଗାସନ ବଢ଼େ ବ୍ରହ୍ମ ସ୍ୱରୂପୀ ସେ ହୋଇଲେ
যোগেশ্বর তো মহিমা ন জানি পারে হর ব্রহ্মা জনমে মৃত্যু ভয় নাশে মৃত্যু অমৃত্যু পরকাশে এবে কপটে মৃত্যু ভয়ে মোতে দেখা মায়া মোহে।
श्रीमद्भागवते महापुराणे पारमहंस्यां संहितायां चतुर्थस्कन्धे त्रयोविंशोऽध्यायः।